ଏମିତି ପ୍ରତ୍ୟେକ ଦିନ ରାଶିଫଳ ଦେଖିବା ପାଇଁ ଆମର ଏହି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦିଅନ୍ତୁ, ଯାହାଫଳରେ ଆପଣମାନେ ଜାଣିପାରିବେ ଆପଣମାନଙ୍କର ଗ୍ରହ ନକ୍ଷତ୍ରର ଚଳନ ବିଷୟରେ। ନମସ୍କାର ପ୍ରିୟ ଦର୍ଶକ ବନ୍ଧୁ, ଆଜି ଆମେ ଜାଣିବା ଧନୁ ରାଶିର ବ୍ୟକ୍ତିବିଶେଷମାନଙ୍କର ଜୀବନରେ କିଭଳି ପବିତ୍ର ବିଶ୍ୱକର୍ମା ପୂଜାଠାରୁ ଆପଣଙ୍କ ଜୀବନଟି ଘଟିବାକୁ ଯାଉଅଛି ଏବଂ ଆପଣଙ୍କ ଜୀବନରେ କ'ଣ ସେହି ବଡ଼ ପରିବର୍ତ୍ତନ ଆସିବାକୁ ଯାଉଅଛି। ଦେଖନ୍ତୁ, ପ୍ରଥମତଃ ଦେବଗୁରୁ ବୃହସ୍ପତି ଆପଣଙ୍କର ପଞ୍ଚମ ଭାଗରେ ବିରାଜମାନ କରିଥିଲେ, ଯାହା ଏବେ ଆପଣଙ୍କର ସପ୍ତମ ଭାଗର ବୁଧ ଘରେ ଗୋଚର କରିବେ, ଯାହାଫଳରେ ଆପଣଙ୍କୁ ଅନେକ ଖୁସି ଖବର ମିଳିବାକୁ ଯାଉଅଛି। ଯେମିତିକି ଆପଣଙ୍କ ଜୀବନରେ କୌଣସି ନୂତନ ଲାଇଫ୍ ପାର୍ଟନର ଆସିବାକୁ ଯାଉଅଛି। ଯଦି ଆପଣ ଏକ ବିଦ୍ୟାର୍ଥୀ ହୋଇଥାନ୍ତି, ତେବେ ଆପଣଙ୍କର ଶିକ୍ଷା କ୍ଷେତ୍ରରେ ମଧ୍ୟ ଉନ୍ନତି ଘଟିବ। ଯଦି ଆପଣ ଏକ କୌଣସି ପର୍ସନ ହୋଇଥାନ୍ତି, ବିଜନେସ୍ ପ୍ରତି ଆପଣ ଧ୍ୟାନ ଥାଏ, ତେବେ ଆପଣଙ୍କର ବିଜନେସ୍ରେ ଉନ୍ନତି ଘଟିବ। ଆପଣ କୌଣସି ଯଦି ଚାକିରି ପାଇଁ ପ୍ରିପାରେସନ୍ କରୁଛନ୍ତି, କୌଣସି ଚାକିରି ପାଇଁ ଆପଣ ଏକ୍ଜାମ୍ ପାଇଁ ତିଆରି କରୁଛନ୍ତି, ତେବେ ସେଥିରେ ମଧ୍ୟ ଉନ୍ନତି ଘଟିବ। କିନ୍ତୁ ଆପଣଙ୍କର ଏହିଠାରେ ଗୋଟିଏ ଦୋଷ ରହିଅଛି। ଯେଉଁ ସପ୍ତମ ଗ୍ରହକୁ ଦେବଗୁରୁ ବୃହସ୍ପତି ଗୋଚର କଲେ, ସେହି ସପ୍ତମ ଭାଗରେ ରାହୁ ଏବଂ କେତୁ ଏକତ୍ରିତ ହୋଇ ବିରାଜମାନ କରୁଥିଲେ। ଦେବଗୁରୁ ବୃହସ୍ପତି ସପ୍ତମ ଗ୍ରହକୁ ଯିବା ଫଳରେ ରାହୁ ଏବେ ନବମ ଭାଗକୁ ଗୋଚର କରିବେ, ଯାହାଫଳରେ କି ଦେବଗୁରୁ ବୃହସ୍ପତି ଏବଂ କେତୁ ଆପଣଙ୍କର ବୃଦ୍ଧ ଘରେ ସପ୍ତମ ଗୃହରେ ବିରାଜମାନ କରିଛନ୍ତି। ଏବେ ଆପଣଙ୍କର ନବମ ଭାଗରେ ରାହୁ ଏବଂ ରବି ଏକତ୍ର ହୋଇ ବିରାଜମାନ କରିବେ, ଯାହାଫଳରେ ଆପଣଙ୍କୁ କିଛି ତ ଡିପ୍ରେସନ୍ ଟାଇପ୍ର ଲାଗିବ। ଆପଣ କୌଣସି ଜିନିଷକୁ ନେଇ ଅତ୍ୟଧିକ ଚିନ୍ତା କରିବେ ଏବଂ ଆପଣ କୌଣସି ଜିନିଷ କିମ୍ବା କାହାକୁ ନେଇ ବି ଆପଣ ଅଧିକ ଟେନସନ୍ ହେବେ। କିନ୍ତୁ ସୂର୍ଯ୍ୟ ଆପଣଙ୍କର ନବମ ଗ୍ରହରେ ରାହୁଙ୍କ ସହ ଏକତ୍ର ଥିବାରୁ ଏଥିରୁ ଆପଣଙ୍କୁ ସ୍ୱାସ୍ଥ୍ୟଜନିତ ସମସ୍ୟାରୁ ଦୂରେଇ ରଖିବେ। ଯେମିତିକି ଆପଣ ଡିପ୍ରେସନ୍ ହେବେ ସତ, ଚିନ୍ତା କରିବେ ସତ, କିନ୍ତୁ ଆପଣଙ୍କର ସ୍ୱାସ୍ଥ୍ୟଜନିତ ରୋଗ ଯେମିତିକି ଶ୍ୱାସ କିମ୍ବା ପେଟ ରୋଗ ହେଉ କିମ୍ବା ଥଣ୍ଡା କାଶ, ଆଣ୍ଠୁଗଣ୍ଠି ଯେଉଁ ବାତ ଧରି ଦେଉଥିଲା, ଆପଣଙ୍କର ଗ୍ୟାଷ୍ଟ୍ରିକ୍ ହେଇଯାଉଥିଲା, ସେଥିମଧ୍ୟରୁ ମଧ୍ୟ ସୂର୍ଯ୍ୟ ଆପଣଙ୍କୁ ଦୂରେଇ ରଖିବେ ଏବଂ ଆପଣଙ୍କ ଜୀବନଟି ସୁଲଭ ଏବଂ ଦୁର୍ଲଭମୟ କରାଇଦେବେ। ଯଦି ଆପଣ ଧନୁ ରାଶିର ବ୍ୟକ୍ତିବିଶେଷ ହୋଇଥାନ୍ତି ଏବଂ ଈଶ୍ୱରଙ୍କୁ ସଚ୍ଚା ହୃଦୟରେ ବିଶ୍ୱାସ କରୁଥାନ୍ତି, ତେବେ ଏହି ଭିଡ଼ିଓଟିକୁ ଲାଇକ୍ ଆଣ୍ଡ ସବସ୍କ୍ରାଇବ୍ କରିବେ, ଯାହାଫଳରେ ଆପଣ ଆମମାନଙ୍କ ପାଇଁ ବହୁତ ଏକ ବଡ଼ କାମ କରାଇବେ। ଯେମିତିକି ଆପଣ ଅନେକ ଲୋକଙ୍କ ପାଇଁ ଆପଣଙ୍କର ଯେଉଁ ରାଶି ଧନୁ ରାଶିର ବ୍ୟକ୍ତିବିଶେଷମାନଙ୍କ ପାଇଁ ଏହି ଭିଡ଼ିଓଟି ସେୟାର କରିବେ, ଯାହାଫଳରେ କି ଆପଣଙ୍କର ରାଶିର ପ୍ରତ୍ୟେକ ବ୍ୟକ୍ତିମାନେ ସଚେତନ ଏବଂ ସୁରକ୍ଷିତ ରହିପାରିବେ। ରହୁଛୁ, ଧନ୍ୟବାଦ।